ଆଜିର ପ୍ରସଙ୍ଗ ନିଜକୁ ପ୍ରଜ୍ୱଳିତ କର, ବିଶ୍ୱକୁ ପ୍ରଭାବିତ କର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ମଣିଷ ଜୀବନରେ ପ୍ରତ୍ୟେକ ସୋପାନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି, କିନ୍ତୁ ସବୁ ସୋପାନଠାରୁ ସ୍ୱତନ୍ତ୍ର ହେଉଛି ଯୁବାବସ୍ଥା। କୁହାଯାଏ ଯୁବାବସ୍ଥା ହେଉଛି ଏଭଳି ଏକ ସମୟ ଯେଉଁଠି ଅନେକ କିଛି କରିବାର ସ୍ୱପ୍ନ ଦେଖାଯାଏ ଆଉ ତାକୁ ପୂରଣ କରିବାକୁ ମଧ୍ୟ ସଂକଳ୍ପ ନିଆଯାଏ। ଏପରିକି ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଅଦମ୍ୟ ଉତ୍ସାହ ମଧ୍ୟ ଯୁବାବସ୍ଥାରେ ହିଁ ରହିଥାଏ। ସେଥିପାଇଁ ସମାଜରେ ଘଟୁଥିବା ପରିବର୍ତ୍ତନରେ ଯୁବପିଢ଼ି ହିଁ ମୁଖ୍ୟ ଭୂମିକା ନେଇ ଆସିଛି। ଯେଉଁ ଦେଶର ଯୁବଶକ୍ତି ଯେତେ ସଶକ୍ତ ଆଉ ସଂକଳ୍ପବଦ୍ଧ ଏବଂ ଦେଶପ୍ରେମ ଆଦର୍ଶରେ ଉଦ୍ବୁଦ୍ଧ, ସେହି ଦେଶ ସେତିକି ସମୃଦ୍ଧ। ସେହିଭଳି ଜଣେ ଦେଶପ୍ରେମୀ ତଥା ନୈତିକ ମୂଲ୍ୟବୋଧ ଓ ଆଦର୍ଶ ଯୁବଶକ୍ତିର ପ୍ରତୀକ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। 1863 ମସିହା ଜାନୁଆରୀ ମାସ 12 ତାରିଖରେ ସେ କଲିକତାର ଶିମିଳାପଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି। 1984 ମସିହାରେ କେନ୍ଦ୍ର ସରକାର ଏହି ଦିବସ ପାଳନ ନେଇ ଘୋଷଣା କରିଥିଲେ। ଏହା ପରଠାରୁ ସମଗ୍ର ଦେଶରେ ପ୍ରତିବର୍ଷ ଜାନୁଆରୀ ମାସ 12 ତାରିଖରେ ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି। ସ୍ୱାମୀ ବିବେକାନନ୍ଦ ସନାତନ ଧର୍ମର ଜଣେ ପ୍ରମୁଖ ବାର୍ତ୍ତାବହ ଥିଲେ। ଯୁବଗୋଷ୍ଠୀଙ୍କ ପ୍ରେରଣାର ସ୍ରୋତ ଓ ଯୁବଶକ୍ତି ଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ। ସମଗ୍ର ବିଶ୍ୱରେ ସନାତନ ଧର୍ମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ମୂଳଦୁଆ ପକାଇଥିଲେ। 1893 ମସିହା ଶିକାଗୋ ବିଶ୍ୱ ଧର୍ମ ସଭାରେ ତାଙ୍କର ବକ୍ତବ୍ୟ ବିଶ୍ୱବାସୀଙ୍କୁ ସନାତନ ଧର୍ମର ମୂଳ ସଂସ୍କୃତି ଏବଂ ସହନଶୀଳତା ଓ ସ୍ୱୀକାର ଭାବର ମହାମନ୍ତ୍ର ପ୍ରଦାନ କରିଥିଲା। ଏହି ସଭାରେ 30 ବର୍ଷୀୟ ସର୍ବକନିଷ୍ଠ ବକ୍ତା ବିବେକାନନ୍ଦଙ୍କ ଅଭିଭାଷଣ ସିଷ୍ଟର୍ସ ଆଣ୍ଡ ବ୍ରଦର୍ସ ଅଫ୍ ଆମେରିକାରୁ ଆରମ୍ଭ ହୋଇଥିଲା। ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିକୋଣ ବିଶ୍ୱାସ ରଖିଥିବା ଭାରତବର୍ଷର ସେ ଥିଲେ ଗେରୁଆ ବସ୍ତ୍ର ପିନ୍ଧା ତରୁଣ ସନ୍ନ୍ୟାସୀ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ସ୍ୱାମୀ ବିବେକାନନ୍ଦ ସବୁବେଳେ କହୁଥିଲେ, ଯୁବଗୋଷ୍ଠୀ ହିଁ ଦେଶର ପୁଞ୍ଜି ଓ ଭବିଷ୍ୟତ। ସତ୍ୟନିଷ୍ଠ ଏବଂ ସମର୍ପିତ ଯୁବଗୋଷ୍ଠୀ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ ଯୁବଗୋଷ୍ଠୀ ବିକଶିତ ହେଲେ ଭାରତ ବିକଶିତ ହୋଇପାରିବ। ସରଳ ଓ ସଫଳ ଜୀବନଯାପନ ଶାରୀରିକ ସୁସ୍ଥତା ଦେଇଥାଏ। ସେ କହୁଥିଲେ, ଶରୀରର ଯତ୍ନ ପାଇଁ ନିରନ୍ତର ପ୍ରୟାସ କରିବା ଏବଂ ସମୟାନୁସାରେ ଶାରୀରିକ ସମସ୍ୟାର ନିବାରଣ ପାଇଁ ବିହିତ ପଦକ୍ଷେପ ନେବା ଯୁବଗୋଷ୍ଠୀଙ୍କର ପ୍ରାଥମିକତା ହେବା ଉଚିତ। ଦେଶ ତଥା ସମାଜର ଉନ୍ନତି ଓ ପ୍ରଗତି ପାଇଁ ସ୍ୱାର୍ଥ ତ୍ୟାଗ କରି ଆଗେଇ ଆସିବାକୁ ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ନିଜର ସୁଖ ସୁବିଧା ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶରେ ସହଭାଗୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ସ୍ୱାମୀ ବିବେକାନନ୍ଦ ଯୁବ ଶକ୍ତିଙ୍କୁ 5ଟି ମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ କହୁଥିଲେ। ସେଗୁଡ଼ିକ ହେଲା ଆତ୍ମବିଶ୍ୱାସ, ଆତ୍ମତ୍ୟାଗ, ଆତ୍ମସଂଯମ, ଆତ୍ମନିର୍ଭରତା ଓ ଆତ୍ମଜ୍ଞାନ। ଏହା ଉପରେ ପର୍ଯ୍ୟବେସିତ ଜୀବନଶୈଳୀ ହିଁ ଦେଶ ଓ ବିଶ୍ୱରେ ଉନ୍ନତି ଆଣିପାରିବ। ସ୍ୱାମୀଜୀ କହୁଥିଲେ, ନିଜ ଭିତରେ ସବୁ ଗୁଣ ଭରି ରହିଛି, ତାକୁ ତର୍ଜମା କର ଆଉ ତାରି ଉପରେ କାର୍ଯ୍ୟ କରିବାକୁ ଚେଷ୍ଟା କର। ଯିଏ ଯେଉଁ କ୍ଷେତ୍ରରେ ଥାଉ ନା କାହିଁକି ସମାଜ ପ୍ରତି ରହିଥିବା ତାର ଦାୟିତ୍ୱକୁ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ସ୍ୱାମୀଜୀଙ୍କ ଆଦର୍ଶ ସବୁବେଳେ ବିଚାରବନ୍ତ ଯୁବବର୍ଗଙ୍କର ପାଥେୟ ହୋଇଆସିଛି। ଯୁବଶକ୍ତି ଭିତରେ ଥିବା ନବସୃଜନ ଭାବନା ଓ ଚେତନାକୁ ଜାଗ୍ରତ କରିବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ନିଜକୁ ପ୍ରଜ୍ୱଳିତ କର, ବିଶ୍ୱକୁ ପ୍ରଭାବିତ କର। ନୂଆଦିଲ୍ଲୀଠାରେ ଗତ 9 ତାରିଖଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ସଂସ୍କରଣ ଆଜି ଉଦ୍ଯାପିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଉଦ୍ଯାପନୀ ସଭାରେ ଯୋଗଦେଇ ଉପସ୍ଥିତ ଯୁବବର୍ଗଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ପ୍ରତିନିଧିକୁ ମିଶାଇ ସମଗ୍ର ଦେଶର ପ୍ରାୟ 3000 ମନୋନୀତ ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିଛନ୍ତି। 10ଟି ପ୍ରସଙ୍ଗ ଉପରେ ମନୋନୀତ ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଉପସ୍ଥାପନ କରିଛନ୍ତି। ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ରାଷ୍ଟ୍ର ନିର୍ମାଣ, ଆତ୍ମବିଶ୍ୱାସ ଏବଂ ମିଳିମିଶି କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ଭବିଷ୍ୟତ ଉତ୍ତରାଧିକାରୀମାନେ ସ୍ଥପତି ଭାବେ ଉଭା ହୋଇଛନ୍ତି।